ଭାବୁଛନ୍ତି ବିଜୁ ଜନତା ଦଳ ଜିରୋରୁ ଷ୍ଟାର୍ଟିଂ କରିଛି, ମୁଁ ସେଥିରେ ଏକମତ ନୁହେଁ। କୁହନ୍ତୁ ଦଳ ଯୋଉ ଆରମ୍ଭ ହେଲା 1997 ଡିସେମ୍ବର 26 ଆରମ୍ଭ ହେଲା, ଅକୁଣ୍ଠ ସମର୍ଥନ ରହିଲା, ଓଡ଼ିଶାବାସୀଙ୍କର ରହିଲା, ବିଶ୍ୱାସ କରିକି ଲୋକମାନେ ଦେଲେ, 25 ବର୍ଷ ଶାସନ ଚାଲିଲା। ଏମିତି କୋଉଠୁ ହଠାତ୍ ହେଇଗଲା ସେଇ ଦଳ ପୁଣି ଜିରୋକୁ ଗଲା? ଶୁଣନ୍ତୁ, ଆମର ବିଧାନସଭାରେ 51 ଜଣ ବିଧାୟକ ଅଛନ୍ତି, ତେଣୁ ମୁଁ ତାକୁ ଜିରୋକୁ କେମିତି କହିବି? 51 ଜଣ ବିଧାୟକ ଅଛନ୍ତି, ପୁଣି 51 ଜଣ ବିଧାୟକ ତାଙ୍କର ହେଲେ 78, 78, କେତେ ଡିଫରେନ୍ସ ଅଛି? କିନ୍ତୁ ଗୋଟେ ଦଳ ଶାସନ କଲା 24 ବର୍ଷ, 5ଟା ଟର୍ମ ରହିଲେ ନବୀନ ପଟ୍ଟନାୟକ। ନବୀନ ପଟ୍ଟନାୟକ କୋଉଠି ଗୋଟେ କିଏ କୁହନ୍ତୁ ଯେ ସେ ଖାଇ ଯାଇଛନ୍ତି, କିଛି ନେଇ ଯାଇଛନ୍ତି, ବା କିଛି ଆଗକୁ ନବାର ତାଙ୍କର ମସୁଧା ଅଛି? କେହି କହିପାରିବେନି, ଜଣେ ବି ଭାରତ ବର୍ଷରେ କହିପାରିବେନି। ମୁଁ କହୁଛି କୋଉଠି ରହିଲା ଅସୁବିଧା? ଅସୁବିଧା କୋଉଠି କିଛି ନାହିଁ ଆଜ୍ଞା, ଅସୁବିଧା କୋଉଠି କିଛି ନାହିଁ। ସେ ତାକୁ ମୁଁ କହିବି, ଏ ପ୍ରକୃତରେ ପ୍ରଥମରୁ ବି ମୁଁ ବାଇଟ୍ ଦେଇଛି, ଯଥେଷ୍ଟ ଆଗରୁ ଆପଣ ଜାଣିଛନ୍ତି ଜାଲିଆତି। ଜୁମୁଲା କହୁଥିଲି, ବର୍ତ୍ତମାନ ଜୁମୁଲା ସାଙ୍ଗରେ ମୁଁ ଜାଲିଆତିଟା ମିଶେଇ ଦେଲି। ବର୍ତ୍ତମାନ ଯୋଉ ନବୀନ ପଟ୍ଟନାୟକ 6 ମାସ ଦେଖିଲେ, ସମସ୍ତ ପ୍ରକାର ସର୍ଭେ ଚାଲିଲା, କଲେକ୍ଟର ମାନେ ବି ସେଥିରେ ଦେଲେ, କଲେକ୍ଟର ମାନେ ମଧ୍ୟ ତାଙ୍କର ଯୋଉ ନିଷ୍କର୍ଷତା ବାହାର କଲେ। କଣ ନା ପ୍ରକୃତରେ ଭୋଟ ଜାଲିଆତି ହେଇଛି। ପ୍ରଥମ କରି ମୁଁ କହିବି, ଆପଣ କେନ୍ଦୁଝର ଜିଲ୍ଲାର ଦେଖନ୍ତୁ, କେନ୍ଦୁଝର ଜିଲ୍ଲାରେ ଯୋଉଠି ମୋହନ ମାଝୀ ଆସିଛନ୍ତି, ମୋହନ ଚରଣ ମାଝୀ, ସେଇ ଏରିଆରୁ ଦେଖନ୍ତୁ, ଗୋଟେ ଗୋଟେ ବୁଥ କୁ ଦେଖନ୍ତୁ, ଯଦି 4-5ଟା ବୁଥରୁ ଦେଖିକି ଆପଣ ଭାତ ହାଣ୍ଡିରୁ ଗୋଟେ ଚିପିଲେ ଯାହା ସବୁ ସେଇଆ। ତେଣୁ ସେ ଭାତ ହାଣ୍ଡିରୁ ଚିପା ହେଲା, ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳରୁ ଚିପା ହେଲା। କଣ ନା ସେଥିରେ ଅଛି ଯେ ଗୋଟେ ବୁଥରେ ମନେ କରନ୍ତୁ 600 ଭୋଟ ହେଇଛି ପୋଲିଂ, କେତେବେଳେ ନା ଯେତେବେଳେ ଇଲେକ୍ସନ ସରିଲା 5ଟା ଭିତରେ, କିନ୍ତୁ 5ଟା ପରେ ସେମାନେ ଭୋଟ ବାକ୍ସରେ ଭୋଟ ପଡିଛି, ସେଠି ପ୍ରତ୍ୟେକ ବୁଥରୁ 70 ଖଣ୍ଡ, 80 ଖଣ୍ଡ, 100 ଖଣ୍ଡ, 200 ଖଣ୍ଡ, 600 ଖଣ୍ଡ ଭୋଟ ବାହାରୁଛି ଅଧିକା। ମୁଁ ଆଗରୁ ଥରେ କହିଥିଲି ଯେ ଭୋଟ ବାକ୍ସ 1000 ପୋଲିଂ ହେଇଛି ଗୋଟେ ଜାଗାରେ, କିନ୍ତୁ ଆପଣ ଯେତେବେଳେ ସେଠି ଗଣୁଛନ୍ତି ସେ ବାକ୍ସରୁ ବାହାରୁଛି 1100, 1200। କଣ ସେ ଭୋଟ ବାକ୍ସ ଜନ୍ମ କଲା? ତେଣୁ ବର୍ତ୍ତମାନ ତାର ପରିଚୟ, ତାର ପ୍ରକୃତ ପରିସ୍ଥିତି କଣ, ପ୍ରକୃତ କଣ ହେଇଛି, ଆପଣ ମାନେ ଆଉ ଅଳ୍ପ ଦିନ ଭିତରେ ଜାଣିଯିବେ। ସେଇଥିପାଇଁ କି ଦେଖନ୍ତୁ, ବିଜେଡିର ସବୁ କର୍ମକର୍ତ୍ତା ମାନେ ଯେତେ ଅଛନ୍ତି ଯାଇଛନ୍ତି ଗୋଟେ ଦଳ ଆମର, ଯେ କାହାକୁ ନା ଇଲେକ୍ସନ କମିଶନକୁ ଦେଇଛନ୍ତି ତାଙ୍କର କଣ ରିକମେଣ୍ଡେସନ ଦେଇଛନ୍ତି। ତେଣୁ ସେଇଥିରୁ ଜାଣନ୍ତୁ ଯେ ନବୀନ ପଟ୍ଟନାୟକ ୱିଦାଉଟ୍ ଏନି ରିଜିନ୍, ୱିଦାଉଟ୍ ଏନି ପ୍ରୁଫ୍ ସେ କେବେ ହେଲେ ଦେବେନି। ସେ ପରୀକ୍ଷା କଲେ, ଦେଖିଲେ, ଟେକ୍ନିକ ବିଶ୍ଳେଷଣ କଲେ, ତାପରେ ସେ ସେଟା ଦେଇଛନ୍ତି। ତେଣୁ ଆପଣ ତାର ରେଜଲ୍ଟ ବହୁତ କମ ଦିନ ଭିତରେ ପାଇବେ। ଯୋଉ ଗୋଟେ ପ୍ରୋପାଗାଣ୍ଡା ଚାରିଆଡେ ହଉଛି, ଆଜି ବି ଏଇ ମିଟିଂ ରେ ଆମର ହଉଥିଲା ପ୍ରତିଷ୍ଠା ଦିବସରେ, କହୁଥିଲେ କଣ ନା 2025 ମସିହା ତାଙ୍କୁ ଦେଖିବାକୁ ମିଳିବନି। ଯେମିତି 16 ଦିନ ୱାର୍କିଂ ଡେ ଥାଇକି କୋଉ ହିସାବରେ 51 ଜଣ ବିଧାୟକ, ଜଣେ ବିଧାୟକର ପ୍ରଶ୍ନ ମାଡ଼ରେ ସେମାନେ ଘାୟଲ ହେଇଯାଇଛନ୍ତି ସେମାନେ ଯୋଉ କହନ୍ତି ହେଲା। ତେଣୁ ବର୍ତ୍ତମାନ ସେ ଯାଇକି ନା 16 ଦିନ ଆଗରୁ ଗୋଟେ ୱାର୍କିଂ ଡେ ବନ୍ଦ କରିବେ? କେତେ ସାହସ ତାଙ୍କର! କେତେ କ୍ଷତି କଲେ ଆମ ରାଜ୍ୟର ଅର୍ଥକୋଷ କେତେ କ୍ଷତି କଲେ? କଣ ପାଇଁ କ୍ଷତି କଲେ? ଏତେ ଆର ଭରଣା କିଏ କରିବେ? ମୋହନ ସରକାର କରିବେ? ମୋହନ ଚରଣ ମାଝୀ କରିବେ? ଅଛି, କ୍ଷମତା ଅଛି ତାଙ୍କର। ଆଉ ଗୋଟେ କଥା, ଇଲେକ୍ସନ କମିଶନ এটা তো কোন মানে এজেন্সি করেনি, এটা সরকার করছে। সেତେବେଳେ ରୁଲିଂ ପାର୍ଟିରେ କିଏ ଥିଲେ? ସିଏ ନବୀନ ପଟ୍ଟନାୟକ ଥିଲେ। ଏତେ ବଡ ଗୋଟେ ଜାଲିଆତି ହଉଛି କି ହବାକୁ ଯାଉଛି, ସେଇଟା କେମିତି ଜାଣିବେ? ତାକୁ ସିନା ସମୀକ୍ଷା କଲାରୁ ଜାଣିଲେ, ତାକୁ ସିନା ସେ ପ୍ରଶ୍ନଟା ଉଠେଇଲାରୁ ତାର ଉତ୍ତରଟା ମିଳିଲା। ନାଇଁ, ଚୋର ଗଲା ପରେ ବୁଦ୍ଧି ନୁହଁ, ଚୋର ଗଲା ପରେ ବୁଦ୍ଧି ନୁହଁ, ସେ କଥା କୁହାହଉନି। କିନ୍ତୁ ଚୋର କି ନାହିଁ ସେ ପ୍ରମାଣ କରିବା ପାଇଁ ସମୟ ନେଲା, ଏବଂ ବର୍ତ୍ତମାନ ସେ ପ୍ରମାଣ ନେଲେ ଯେ ପ୍ରକୃତରେ ଏମାନେ କିଛି ଚୋରି କାମ କରିଛନ୍ତି। 30% ଭୋଟ, 15% ରୁ 30% ଭୋଟ ବିଭିନ୍ନ ଜାଗାରେ ହେଇକି ଆଭରେଜରେ ସେ କହୁଛନ୍ତି 15% ରୁ 30% ଭୋଟ ଜାଲି ହେଇଛି, ମାନେ ଚୋରି କରାହେଇଛି। ଚୋରି କରିକି କେତେ ଦିନ କରିବେ? କଣ ମାଗି ଆଣିଆ ତିଅଣ କହିଲେ ସୁଡ଼ିକାଏ ଭଳିଆ, ସିଏ ହଉଛି ତାଙ୍କର ସବୁ କାର୍ଯ୍ୟକଳାପ ସେଇଆ, ତାଙ୍କର ଗୁଣଗ୍ରାମ ସେଇଆ। ଏବେ ହବ କଣ?
ଏବେ ହବ ସେଟା ଆଗକୁ କହିବେ ଏଇଟା ଗଣତାନ୍ତ୍ରିକ ରାଷ୍ଟ୍ର ଗଣତନ୍ତ୍ର ଉପରେ ପର୍ଯ୍ୟସ୍ତ ଗଭର୍ଣ୍ଣମେଣ୍ଟ ଇଜ ବାଇ ଦି ପିପୁଲ ଅଫ ଦି ପିପୁଲ ଆଣ୍ଡ ଫର ଦି ପିପୁଲ ସେ କିଛି ଏମିତି ବି ହେଇଛି ନବୀନ ପଟ୍ଟନାୟକ କ୍ଷେତ୍ରରେ ବି ହେଇଛି ଅନେକ ବିଧାୟକଙ୍କର କଥା ତା ଦେହରେ ଆସୁଛି ଗୋଟେ ଜିନିଷ ହଉଛି ଏଠି କର୍ମୀ ମାନଙ୍କର କିଛି ରହିନି ଦାୟିତ୍ୱ ରହିନି ଯାହା ଫଳରେ ଓଭର କନଫିଡେନ୍ସ ସକାଶେ ହେଇଛି ବିଜେଡି ଦଳ ହଉଛି ଗୋଟେ ଶୃଙ୍ଖଳିତ ଦଳ ତାର କର୍ମୀ ମାନେ ୱିଦାଉଟ୍ ଇସାରା ୱିଦାଉଟ୍ ଅର୍ଡର କିଛି କରିପାରିବେନି ବିଜେଡି କହିଛି ବିଜେଡି ଦଳରେ ଯେତେ ଜଣ ଦେଖିବ ଆକ୍ଚୁଆଲି ବିଜେଡି ଦଳରେ ସବୁ ବିଜ୍ଞ ଲୋକ ଅଛନ୍ତି ଜ୍ଞାନୀ ଲୋକ ଅଛନ୍ତି ଗୁଣୀ ଲୋକ ଅଛନ୍ତି ବିଜେଡି ପ୍ରକୃତରେ ପ୍ରେମୀ ଯୋଉ କହନ୍ତି ନିଜ ପରିବାରକୁ ଭଲ ନ ପକେଇବି ସେମାନେ ନବୀନ ପଟ୍ଟନାୟକ ଭଲ ପାଉଛନ୍ତି ତେଣୁ ଇଏ ହଉଛି ତାର ହଉଛି ଗୋଟେ କାରଣ କାହିଁକିନା ସେମାନେ ଦେଖିବେ ଆପଣ ଆଗାମୀ ଦିନରେ ଦେଖିବେ ପ୍ରକୃତରେ ଏଇ ଯୋଉ ବିଜୁ ଜନତା ଦଳ ସେ ବିଜୁ ଜନତା ଦଳର ଯୋଉ ସର୍ବୋଚ୍ଚ ନେତା ମାନ୍ୟବର ନବୀନ ପଟ୍ଟନାୟକ ସିଏ ଯେମିତି ନିଃସ୍ୱାର୍ଥୀ ନିରହଙ୍କାର ତ୍ୟାଗୀ ଏ ଯୋଉ କର୍ମ କରିବାର କୌଶଳ ତାଙ୍କର ଯୋଉ ଅଛି ତାକୁ ସମସ୍ତେ ଆପଣେଇବେ ଆଜି ବି ଦେଖନ୍ତୁ ମୁଁ ଆଜି ବି ମୋ କାନରେ ବାଜିଛି ଯେ ବର୍ତ୍ତମାନ ବିଜେଡି ଦଳ ଠାରୁ ଦୂରରେ ଥିବା ମଣିଷ ମାନେ ପୁଣି ଗୋଟେ ସଂଗଠିତ ହେଇକି ପୁଣି ଚିନ୍ତା କରିକି ନବୀନ ପଟ୍ଟନାୟକଙ୍କର କାର୍ଯ୍ୟକଳାପରେ ସନ୍ତୁଷ୍ଟ ହେଇକି ଏବଂ ସବୁ କଥା ଜାଣିଲା ପରେ ବର୍ତ୍ତମାନ ସେମାନେ ଗୋଟେ ଫେରିବାର ଗୋଟେ ଯୋଉ କହନ୍ତି ମାହୋଲ ସୃଷ୍ଟି ହଉଛି ଆପଣ ବି ଆଉ ଆଗାମୀ ଦିନେ କିଛି ଦିନ ପରେ ଦେଖିବେ ବିଜେଡି ଦଳରେ କୋଉ କୋଉ ମାନେ ମାହୋଲ ହଉଛନ୍ତି ଆପଣ ଲକ୍ଷ୍ୟ କରିବେ ଜଣେ ଯଦି ଖରାପ ତାକୁ କଣ ଲୋକ ଖରାପଟାକୁ ଆପଣେଇବ ଭଲ ଜିନିଷଟାକୁ ସମସ୍ତେ ଦେଖନ୍ତି ପରଖିଲେ ପ୍ରକୃତରେ ଭଲ କିଏ ଖରାପ କିଏ ଏଇ 6 ମାସ ଭିତରେ ପରଖିଲା ପରେ ତାଙ୍କ ମନ ଟାଣୁଛି କାରଣ ମୁଁ କହିବି ନବୀନ ପଟ୍ଟନାୟକ ଇଜ ଏ ରିଏଲି ଗୋଟେ ମ୍ୟାଗ୍ନେଟ ସେ ସମସ୍ତଙ୍କୁ ତାଙ୍କ ବ୍ୟକ୍ତିତ୍ୱ ସମସ୍ତଙ୍କୁ ଆକର୍ଷଣ କରୁଛି କିଏ ଯଦି ସ୍ୱାର୍ଥ ପାଇଁ କିଏ କୁଆଡେ ଚାଲିଗଲା ମୁଁ କହିପାରିବିନି କିନ୍ତୁ ତାଙ୍କ ମନ ଭିତରେ ବିଜୁ ପଟ୍ଟନାୟକ ନବୀନ ପଟ୍ଟନାୟକ ପ୍ରତି ଅନେକ ସ୍ନେହ ଶ୍ରଦ୍ଧା ସମ୍ମାନ ଆଦର ସବୁକିଛି ଭରପୁର ହେଇଛି ହଁ ଦେଖନ୍ତୁ ଆମେ ବି ଆପଣ ଯେମିତି ଶୁଣୁଛନ୍ତି ମୁଁ ବି ଶୁଣୁଛି ଏବଂ ଆଜି ମଧ୍ୟ ପେପରରେ ଦେଇଛି ଯେ ଭାରତ ରତ୍ନ ପାଇଁ ସେ ଯୋଉ ଗିରିଜା ସିଂ ଯିଏକି ହଉଛନ୍ତି ବିଜେପି ଦଳର ନେତା ସିଏ ବି ଗୋଟେ ସର୍ବମାନ୍ୟ ନେତା ସିଏ ଦାବି କରିଛନ୍ତି ସେ ଯୋଉ ବିଜୁ ପଟ୍ଟନାୟକ ପାଇଁ ଦାବି ହଉଥିଲା ଯେତିକି ତାଠାରୁ ମାନେ ମନକୁ ମନ ତାଙ୍କର ବିନା ପ୍ରଚେଷ୍ଟାରେ ବିନା ଖୋସାମତିରେ କୌଣସି ପ୍ରକାର ତାଙ୍କ ଭିତରେ ନାହିଁ ନବୀନ ପଟ୍ଟନାୟକର ସେପଟୁ ପ୍ରେସର ହଉଛି ନାଇଁ ନାଇଁ ନବୀନ ପଟ୍ଟନାୟକ ହଉଛନ୍ତି ଗୋଟେ ଯୋଗ୍ୟ ବ୍ୟକ୍ତି ଯିଏକି ଭାରତ ରତ୍ନ ପାଇଁ ତାଙ୍କର ହକ୍ ଅଛି ତାଙ୍କର ଅଧିକାର ଅଛି ତାଙ୍କର ଦାବି ଅଛି ଆପଣ ଯୋଉ କହୁଛନ୍ତି ଯୋଗ୍ୟ ବୋଲି ମତେ ଲାଗୁଛି ଏ ଯୋଉ ବିଜେପି ସରକାରକୁ ଓଡିଶାକୁ ଟେକିଦେଲେ ତାରି ମାନେ ରିୱାର୍ଡ ଟା ଦଉନାହାନ୍ତି କିଏ କହିଲେ ବିଜେପି ସରକାରକୁ ଟେକିଦେଲେ ବିଜେପି ସରକାରକୁ ଯଦି ଟେକିଥାନ୍ତେ ଆଜି କାହିଁ ଯାଇଥାନ୍ତେ ଇସି ପାଖରେ ନିଜ ରିପ୍ରେଜେଣ୍ଟେସନ ଦବା ପାଇଁ ଆଗରୁ ତ କହୁନଥିଲେ ଭାରତ ରତ୍ନ ଆମକୁ ସବୁ କିଛି କହୁନଥିଲେ ଏବେ ଯେମିତି ସେମାନେ କହୁଛନ୍ତି ଭୟରେ କହୁଛନ୍ତି ଗିରିଜା ସିଂ ଭୟରେ କହୁଛନ୍ତି ମୋଦି ସରକାର ତାଙ୍କ ମୋଦି ତାଙ୍କ କୁହଉଛନ୍ତି ତାଙ୍କ ଦ୍ଵାରା ଏ ନା 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 ଏଇଟା ଗୋଟେ ସ୍ପୋଣ୍ଟାନିୟସ ଫ୍ଲୋ ଅଫ ପାୱାରଫୁଲ ଫିଲିଂ ମୁଁ କହିବି ଆଲୋଚନା ହଉଛି ଯେହେତୁ ବିଜେପି କୁ ସମ୍ପୂର୍ଣ୍ଣ ଓଡିଶାକୁ ସେ ହାତକୁ ଟେକି ଦେଲେ ସେ କାହିଁ ହାତକୁ ଟେକିବେ ସେମାନେ ହାତକୁ ଟେକି ନାହାନ୍ତି ସେ ହାତରୁ ଛଡେଇ ନେଇଯାଇଛନ୍ତି ଜୋର ଜବରଦସ୍ତି ଛଡେଇ ନେଇଯାଇଛନ୍ତି ସେ ନେଲେ କଣ ହବ ଛଡେଇ ନେଲେ କଣ ହବ ତାକୁ ପୋଲିସ ଧରିବ ନା ନାଇଁ ତା କଳବଳ କୌଶଳ ଯାହା ଅଛି ସବୁ ଆମର ସିଷ୍ଟମ ଅଛି ସେ ତାଙ୍କୁ ଧରିବ ନା ନାଇଁ ନିଶ୍ଚୟ ଧରିବ ତେଣୁ ଧରା ପଡିବେ ଏଇଠି ଶୁଣୁ ଧରା ପଡିବେ ସେତେବେଳେ ଚୂନ କାଳି ଦିଆହବ ମୋର ଆଜି ମୁଁ କବିତା ଲେଖିଥିଲି ଦେଖିବେ ପଢିଥିଲେ କଣ ଲେଖିଥିଲି ଯା ଅପେକ୍ଷା କରିଛନ୍ତି ଲୋକ ସେଇ ଦିନକୁ କେମିତି ଦେଖିବାକୁ ପଡିବନି ଆଙ୍କ ମୁହଁ ଦେଖିବାକୁ ପଡିବନି ଏମାନଙ୍କର ମୁହଁ ବିଚିଗଲା ତାଙ୍କ ମୁହଁକୁ ଲୁଚେଇକି ଯିବେ ଏ ଝିଅ ପିଲାଙ୍କ ଭଳିଆ ଯେମିତି ଓଢଣୀ ଲୁଚା ହେଇକି ଯାଉଛି ଖରା ପଡିବ ବୋଲି ସେମିତିଆ ତାଙ୍କର ହବ ବିଜେଡି ଲୋକଙ୍କୁ ମୁଁ କହିବି ବିଜେଡି ଲୋକମାନେ ହଉଛନ୍ତି ସମ୍ମାନନୀୟ ସେ ମୋର ହୃଦୟରୁ ପୂଜ୍ୟ କାହିଁକି ନା ସତ କଥାକୁ ଆବରିଛନ୍ତି ସତ କଥାକୁ ଗ୍ରହଣ କରୁଛନ୍ତି ନବୀନ ପଟ୍ଟନାୟକ ହୁଅନ୍ତୁ ବା ପ୍ରଫେସର ଡକ୍ଟର ପ୍ରମୋଦ ମଲ୍ଲିକ ହୁଅନ୍ତୁ ତାଙ୍କର ଯୋଉ ଭାବଧାରା ତାଙ୍କର ଯୋଉ ଚିନ୍ତାଧାରା ତାଙ୍କର ଯୋଉ ଆନୁଷଙ୍ଗିକ ସବୁ କାର୍ଯ୍ୟକ୍ରମ ସବୁ ଅଛି କଳା କୌଶଳ ଅଛି ଏତେ ଜ୍ଞାନୀ ହେଇକି ବି ନବୀନ ପଟ୍ଟନାୟକ ଏତେ ଜ୍ଞାନୀ ଲୋକ ଡକ୍ଟର ପ୍ରମୋଦ ମଲ୍ଲିକ ଏତେ ଜ୍ଞାନୀ ଲୋକ କିନ୍ତୁ ତାଙ୍କ ତୁଳନାରେ ଯଦି ଆପଣ ତୁଳନା କରିବେ
କିଛି ନାହିଁ। ସେମାନେ ଯଦି ପ୍ରଥମ ପାହାଚ 22 ପାହାଚର ପ୍ରଥମ ପାହାଚରେ ଅଛନ୍ତି, ନବୀନ ପଟ୍ଟନାୟକ ଯାଇ 22 ପାହାଚରେ ଅଛନ୍ତି। ପ୍ରମୋଦ ମଲ୍ଲିକ ସେମାନେ ଯଦି ପ୍ରଥମ ପାହାଚରେ ଅଛନ୍ତି, ପ୍ରମୋଦ ମଲ୍ଲିକ 22 ପାହାଚରେ ଅଛନ୍ତି। କାରଣ ତାଙ୍କ ନେତାଙ୍କର, ସର୍ବମାନ୍ୟ ନେତାଙ୍କର ସେମାନେ ଆନୁଗତ୍ୟ ପ୍ରକାଶ କରୁଛନ୍ତି। ତାଙ୍କୁ ସବୁବେଳ ପାଇଁକି ହୃଦୟରେ ରଖିକି ଭଗବାନଙ୍କ ଭଳିଆ ପୂଜା କରୁଛୁ ଆମେ। ତେଣୁ ମୁଁ କହିବି ଯେ ଆମର ଯେତେ ଆଜି ସବୁ ପ୍ରତିରୋଧକ ସତ୍ତ୍ୱେ ଏ ପ୍ରାକୃତିକ ବିପର୍ଯ୍ୟୟ ଯୋଉ ନଷ୍ଟ କରିଦେଇଛି, ଚାଷୀଗୁଳକୁ ହତାଶ କରିଦେଇଛି, ଏ ଯୋଉ ବର୍ତ୍ତମାନ ହାହାକାର ସୃଷ୍ଟି ହେଇଛି, ସବୁ ଫସଲ ମଧ୍ୟ ଯୋଉ ପରିବା ଫସଲ ବି ନଷ୍ଟ ହେଇଛି, ସବୁ ପ୍ରକାର ଫସଲ ନଷ୍ଟ ହେଇଛି, ତା ସତ୍ତ୍ୱେ ବି ସବୁ କର୍ମକର୍ତ୍ତା ମାନେ ଆସିଛନ୍ତି ଆଜି ବିଜେଡି ଦଳର ପ୍ରତିଷ୍ଠା ଦିବସରେ ଯେ ଶପଥ ନେବାକୁ। ଯୋଉ ଶପଥ ଦିଆ ହଉଥିଲା ଆଜି ଯେ ସେମାନେ ସୁଦୃଢ କରିବେ ବିଜେଡି ଦଳକୁ, ତା ସାଙ୍ଗରେ ରହିବେ, ତା ସାଙ୍ଗରେ ଅସ୍ଥି ମଜା ତାଙ୍କର ହେଇଯାଇଛି ବିଜେଡି ଦଳ। ତେଣୁ ସେ କେବେ ହେଲେ ଛାଡିକି ଯାଇପାରିବେ। ତେଣୁ ସେମାନେ ତାଙ୍କର ସର୍ବମାନ୍ୟ ନେତା ମାନଙ୍କୁ ପଥକୁ ଅନୁସରଣ କରିକି ଯିବେ, ସର୍ବମାନ୍ୟ ପଥକୁ ଅନୁସରଣ କରି ଯିବେ। ଏ ସରକାର ଯେ 16 ଦିନ ପୂର୍ବରୁ ଆସେମ୍ବଲି ବନ୍ଦ କରିଦଉଛନ୍ତି, ତାଙ୍କର ସାହସ ଆସିଲା କୋଉଠୁ? ତାଙ୍କର ସାହସ ନାହିଁ ୟାକୁ ମୁକାବିଲା କରିବାକୁ। ଚାଷୀ ମାନଙ୍କର ହୃଦୟର କାନ୍ଦଣା ଦୁଃଖ ତାଙ୍କ ମନକୁ ଛୁଉଁନି। ଆଜି ପର୍ଯ୍ୟନ୍ତ ପଦେ କଥା କିଏ କହିଲେଣି? ଆମ ନିଆଳି ଅଞ୍ଚଳ କଥା ମୁଁ କହିବି, କେହି ପଦେ ସେ ବିଜେପି ଦଳର କର୍ମକର୍ତ୍ତା ମାନେ ପଦେ ଟିକେ ସମବେଦନା ପ୍ରକାଶ କଲେଣି? ତେଣୁ ତାଙ୍କୁ ମୁଁ ଆଉ କଣ କହିବି? ତାଙ୍କ ଠାରୁ କିଛି ଆଶା କରାଯାଉନି। ଦେ କ୍ୟାନ୍ ଡୁ ନଥିଂ ଫର ଦି ବେନିଫିଟ ଅଫ ଦି ପିପୁଲ। ସେଥିପାଇଁ ଆମର ଦୁଃଖ। NK Media, most trusted social media.